जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम आम आस्ट्रो सेशन को आगू बढ़ा आस्ट्रो सेशन क्रम में सप्तमस्थ सप्तम भाव स्थित राशि मान फलाफल जो जाइए आज आम अष्टमस्थ भाव राशि मान फलाफल विषय में आलोचना करवा ये आलोचना पूर्व कही रखे जो प्रेडिक्शन गुड़ाक आम पढ़ुचे आम मानसगरी पद्धति पढ़ुचे मानसगरी पद्धति हूँ ओल्ड बा पुरातन क्लासिक बही जमती कौन गोटे जिनिस पढ़ाक हेल्ले तार हिस्ट्रीटा टी जानवा पड़े से भाव में राशि क्यारेक्टरिस्टिक्स को लेकिन गुणावली गुड़ा को लेकिन मानसगरी पद्धति पुरातन आचार्य मैंने किभली भाव में प्रेडिक्शन देइचंदी ताकू आम जेनेराली पढ़ुचे एटा निजस्व मत नुहे एटा मानसागरी मत एवं मानसागरी पद्धति टाको बहुत ही नैसर्गिक कारक तत्व ग्रह मानकर राशि मानकर हिसाब से कहुଯାଇଛି तार तो डिटेल एस्ट्रोलोजी हूँ गोटे विशाल महासागर ଆପଣ ଯେତେ ଆଗେଇ 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 ଯିବେ ସେତେ ସୂକ୍ଷ୍ମାତି ସୂକ୍ଷ୍ମ ଜିନିଷକୁ ଆପଣ ମାନେ ଜାଣିପାରିବେ ସେ ହେଲେ ସେ ସୂକ୍ଷ୍ମ ଜିନିଷକୁ ପହଞ୍ଚିବା ପୂର୍ବରୁ ଆମ ମାନଙ୍କୁ ଗୋଟେ ଗୋଟେ ଷ୍ଟେପ ବାଇ ଷ୍ଟେପ ଗୋଟେ ଗୋଟେ ଜିନିଷ ଉପରେ ଆମକୁ ଆଲୋଚନା ରଖିବାକୁ ପଡିବ ଏବଂ ଜାଣିବାକୁ ପଡିବ କି ସେ ଜିନିଷର କାରକ ତତ୍ତ୍ୱ ସେଭଳି କାହିଁ କଣ ପାଇଁ ଅଛି ଏହି ପଦ୍ଧତି ଯେ ଏମିତି ହିଁ ରିପ୍ରେଜେଣ୍ଟ କରିକି ଗୋଟିଏ ଆଉଟପୁଟ ଦବ ବା ଫଳାଦେଶ କରିବ ସେଟା ମାନେ ନୁହଁ କିନ୍ତୁ ହଁ ଏଇ ଯୋଉ ଫଳାଦେଶ ଗୁଡାକ ରହୁଛି ସେଗୁଡାକ ରାଶି ଅନୁପାତରେ ଗୋଟେ ଭିତ୍ତି ପ୍ରସ୍ତର ସ୍ଥାପନ କରିଦେବ ଆପଣଙ୍କୁ ପ୍ରେଡିକ୍ସନ କରେଇବା ପାଇଁ ଯେହେତୁ ଆମେ ମୂଳରୁ ପୁରା ସ୍କ୍ରାଚ ରୁ ପଢଉଛୁ ସେଥିପାଇଁ କୌଣସି ଗୋଟେ ଭିଡିଓଟାକୁ ଯଦି ଆମେ ଏମିତି ହୁଇମିସିକାଲି କରିକି ପଢେଇଦବା ତାହେଲେ ତାର ବଜୁଦ ରହିବନି ଯେକୌଣସି ଘରର ମୂଳଦୁଆ ଯେତେ ଷ୍ଟ୍ରଙ୍ଗ ରହିବ ଘରଟି ସେତେ ମଜବୁତ ରହିବ ତେବେ ଚାଲନ୍ତୁ ଆରମ୍ଭ କରିବା ଅଷ୍ଟମ ଭାବ ସ୍ଥିତ ରାଶି ମାନଙ୍କର ଫଳାଫଳ ଅଷ୍ଟମ ସ୍ଥାନରେ ଯଦି ମେଷ ରାଶି ଥାଏ ତାହେଲେ ସେଥିରେ ରୋଗ ଯୁକ୍ତ ହେବାର ସମ୍ଭାବନା ଥାଏ ପର ଦେଶରେ ରହିବା ବାଲା ହୋଇଥାଏ ଆଉ ସେ ଅଷ୍ଟମ ଭାବରେ ଯାହାର ମେଷ ରାଶି ଥାଏ ଜେନେରାଲି ସେ ଲୋକ ତାର କୌଣସି କଥା ଭୁଲେନି ସେ ଯୋଉ କହନ୍ତି ନା କିଏ ଗୋଟେ କାହାକୁ କଣ କହିଦେଲା ସେ ତାକୁ ଧରିକି ବସି ପଡିବ ସେଇଭଳିଆ ପ୍ରକୃତିର ଲୋକ ହେଇଥାଏ ତାକୁ ଯଦି 40 ବର୍ଷ ପରେ କି 50 ବର୍ଷ ପରେ ପଚାରିବ କି ତତେ ସେଦିନ କିଏ ସେଦିନ କଣ ଖରାପ କଥା କହିଥିଲା ସେ ସବୁ ମନେ ରଖିବ ଏବଂ ତା ପାଖରେ ଧନ ରହେ କିନ୍ତୁ ସିଏ ସବୁବେଳେ ମାନସିକ ପୀଡା ଏବଂ ଦୁଃଖ ଅନୁଭବ କରୁଥାଏ ଅଷ୍ଟମ ଭାବରେ ଯଦି ବୃଷ ରାଶି ହୁଏ ତାହେଲେ କଫର ବିକାର ତା ଭିତରେ ଦେଖାଯାଏ ଆଉ ଅ, ଅତି ଖାଇବାର ପ୍ରବୃତ୍ତି ତା ଭିତରେ ଥାଏ ଅତି ଖାଇବାର ପ୍ରବୃତ୍ତି ଏଠି ଯୋଉ କୁହାଯାଇଛି ମାନେ ଅତିର ଗୋଟେ ପ୍ରବୃତ୍ତି ତା ଭିତରେ ଥାଏ ଅତିର ପ୍ରବୃତ୍ତି ମାନେ କଣ ମାନେ ଖାଇବି ଟିକେ ଅଧିକା କିନି ଖାଇଦେବି କରୁଛି ତ ଟିକେ ଅଧିକା କିନି କରିଦେବି ଏଇଭଳିଆ ପ୍ରବୃତ୍ତି ତା ଭିତରେ ଥାଏ ଏବଂ ତାର ଦୁଷ୍ଟ ଜନଙ୍କଠୁ ଦୂରେଇ ରହିବା ଦରକାର ଦୁଷ୍ଟ ଜଣଙ୍କ ଦ୍ଵାରା ତାର ପୀଡା ପାଇବାର ସମ୍ଭାବନା ରହିଛି ଅଷ୍ଟମ ଭାବରେ ଯଦି ମିଥୁନ ରାଶି ଥାଏ ତାହେଲେ ଶତ୍ରୁ ସଙ୍ଗ ଲୋଭ ଏବଂ କୌଣସି ରସ ଭଳିଆ ପଦାର୍ଥ ଖାଇବା ଦ୍ଵାରା ତାର ଦେହରେ ପ୍ରୋବ୍ଲେମ ହୋଇଥାଏ ଏବଂ ଜେନେରାଲି ଏମାନଙ୍କୁ ଜେନେଟାଲ୍ସ ରିଲେଟେଡ ପ୍ରୋବ୍ଲେମ ହେଇଥାଏ ଯଦି ମିଥୁନ ରାଶି ଅଷ୍ଟମ ଭାବରେ ଥାଏ ଅଷ୍ଟମ ଭାବରେ ଯଦି କର୍କଟ ରାଶି ଥାଏ ତାହେଲେ ସେ ଲୋକକୁ ଜଳରେ ଜଳରେ ଜଳ ଠାରୁ ଦୂରରେ ରହିବା ଦରକାର ଯୋଉ ବଣକୁ ଜଙ୍ଗଲକୁ ଯାଉଛନ୍ତି ତା ତାକୁ କିଡା ମକଡା ଯୋଉ ମାନେ କଣ ସେଟା କହନ୍ତି ଇନସେକ୍ଟସ ମାନଙ୍କଠୁ ଦୂରରେ ରହିବା ତାର ପ୍ରୋବ୍ଲେମ ଥାଏ ତାର ଅଷ୍ଟମ ଭାବଟା କଣ ଆୟୁର ଭାବ ନା ଠିକ ଅଛି ତେଣୁ ମନୁଷ୍ୟ ପର ଦେଶରେ ମୃତ୍ୟୁବରଣ କରିବାର ସମ୍ଭାବନା ଥାଏ ଅଷ୍ଟମ ଭାବରେ ଯଦି ସିଂହ ରାଶି ଆସେ ତାହେଲେ ତାକୁ ଜନ୍ତୁ ଭୟ ଥାଏ ଜଙ୍ଗଲରେ ଅ, ମାନେ ଏକାଞ୍ଚନ ମାନେ ସେଠି କୁହାଯାଏ ଜଙ୍ଗଲରେ ଚୋର ଭୟ ଥାଏ ମାନେ ଏକାଟିଆ ସ୍ଥାନକୁ ତାକୁ ଯିବା କଥା ନୁହଁ ଏବଂ ଚାରିଗୋଡିଆ ପ୍ରାଣୀ ମାନଙ୍କଠୁ ଦୂରତା ମେଣ୍ଟେନ କରିକି ଚାଲିବା ଦରକାର ଅଷ୍ଟମ ଭାବରେ ଯଦି କନ୍ୟା ରାଶି ଥାଏ ତାହେଲେ ଅଧିକ ଭୋଗ ବିଳାସ ବାଲା ସେ ଲୋକଟା ହେଇଥିବ ଯଦି ତାକୁ ତମେ କୌଣସି ଗୋଟେ ଭଲ ଆଡଭାଇସ ଦବ ସେ ତାର ମନମାନି କରିବ ସେ ତମ କଥା ଶୁଣିବ ଏବଂ ସ୍ତ୍ରୀ ଉପରେ ସଦାବେଳେ ସଦା ସର୍ବଦା ସ୍ତ୍ରୀ ସହିତ ତାର ମେ ବି ଭଲ ରିଲେସନ ପ୍ରାୟତଃ ରହେନି ଏବଂ ସ୍ତ୍ରୀ ଜଣଙ୍କ ଠାରୁ ତାର
ଅସୁବିଧାଟା ଜୀବନରେ ସଦାସର୍ବଦା ରହିବ। ଅଷ୍ଟମ ଭାବରେ ଯଦି ତୁଳା ରାଶି ତାହେଲେ ରହିଲା, ତାହେଲେ ମଣିଷଙ୍କ ଠାରୁ ମାନେ ଯୋଉଟା କୁସଙ୍ଗ ଠାରୁ ତାକୁ ସଦାସର୍ବଦା ଦୂରେଇ ରହିବା ଦରକାର ଏବଂ ରାତିରେ ତାକୁ ନ ଖାଇକି ଉଁ, ଉପବାସ କରିବା କଥା ଏବଂ ଅ, ଶତ୍ରୁ ଭୟଟା ତା ପାଖରେ ସଦାସର୍ବଦା ଲାଗି ରହେ। ଅଷ୍ଟମ ଭାବରେ ଯଦି ବିଛା ରାଶି ଥାଏ ତାହେଲେ ମଣିଷର ମାନେ ପୀଡା ମାନେ କଣ ସେଠି ଇନସେକ୍ଟଙ୍କ ଦ୍ଵାରା ଏବଂ କଣ ସେଟା କହନ୍ତି ଇନଟକ୍ସିକେସନ ରୁ ମାନେ ଯୋଉ ମାଦକ ଦ୍ରବ୍ୟ ସେବନରୁ ତାକୁ ସଦା ସର୍ବଦା ବଞ୍ଚିକି ରହିବା ଦରକାର। କାରଣ ଅଷ୍ଟମ ଭାବରେ ଯେତେବେଳେ ବିଛା ରାଶି ପଡେ ସେତେବେଳେ ସେ କୌଣସି ଜିନିଷକୁ କଣ୍ଟ୍ରୋଲ କରିପାରେନି, ଖାଇବା ମାନେ ଯୋଉ ଇନଟକ୍ସିକେସନ। ଯଦି ଅଷ୍ଟମ ଭାବରେ ଧନୁ ରାଶି ଥାଏ ତାହେଲେ ଶରାଘାତ ମାନେ ତାକୁ କୌଣସି ଲୁହା ପଦାର୍ଥ ବା ପଏଣ୍ଟେଡ ଅବଜେକ୍ଟ ଦ୍ଵାରା ପ୍ରୋବ୍ଲେମ ଥାଏ, ଆଉ ଗୁପ୍ତ ଇନ୍ଦ୍ରିୟରେ ରୋଗ ହବାର ସମ୍ଭାବନା ଥାଏ ଏବଂ ଜଳଠୁ ଦୂରରେ ରହିବା ଦରକାର ଏବଂ ଚତୁଷ୍ପଦ ପ୍ରାଣୀଙ୍କଠୁ ଦୂରରେ ରହିବା ଦରକାର। ଅଷ୍ଟମ ଭାବରେ ଯଦି ମକର ରାଶି ଥାଏ ତାହେଲେ ମଣିଷ ବିଦ୍ୱାନ, ମାନି, ଗୁଣୀ, କାମୀ, ସୁର ଏବଂ ବିଶାଳ ଛାତି ବାଲା, ଶାସ୍ତ୍ରକୁ ଜାଣିଲା ବାଲା ଏବଂ ପ୍ରାୟତଃ ସବୁ କଳାରେ ଟିକେ ଟିକେ ତାର ଜ୍ଞାନ ଥାଏ। ଅଷ୍ଟମ ଭାବରେ ଯଦି କୁମ୍ଭ ରାଶି ଥାଏ ତାହେଲେ ଅଗ୍ନି ଭୟ ତାକୁ ଲାଗି ରହେ। ଅନେକ ପ୍ରକାର ବ୍ରଣ, ବାୟୁର ବିକାର, ଅଧିକ କାମ କରିବା ଅଥବା ପରଙ୍କର ସେବା କରିକି ପରଙ୍କ ପାଇଁ ହିତ କରିକି ମୃତ୍ୟୁବରଣ କରିବା ଏଇଭଳିଆ ସିଚୁଏସନ ହେଇଥାଏ। ଅଷ୍ଟମ ଭାବରେ ଯଦି ମୀନ ରାଶି ଥାଏ ତାହେଲେ ପିତ୍ତ ଜନିତ ରୋଗ, ପିତ୍ତ ଜ୍ୱର ଏବଂ ଶସ୍ତ୍ର ଆଘାତରେ ଶସ୍ତ୍ର ମାନେ ପଏଣ୍ଟେଡ ଅବଜେକ୍ଟଠୁ ଦୂରରେ ରହିବା ଦରକାର। ତ ଇଏ ଥିଲା ମାନସଗିରି ପଦ୍ଧତିର ଗୋଟେ ଛୋଟ ଏକ୍ଜାମ୍ପଲ କଣ୍ଟେମ୍ପରାରୀ ହିସାବରେ। ତ ଆଜିର ସେସନରେ ଆମେ ଜାଣିଲେ ଅଷ୍ଟମସ୍ତ ଭାବସ୍ଥିତ ରାଶି ମାନଙ୍କର ଫଳାଫଳ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।